ଫୁଲବାଣୀରୁ ବରହମପୁର ଯିବା ରାସ୍ତାରେ ଅ, ଆସ୍କା ଗଲା ପରେ କିଛି କିଲୋମିଟର ପରେ ରାସ୍ତାକୁ ଲାଗିକି ଗୋଟେ ଦ୍ୱାରଗଡ଼ ଅଛି। ସେଇ ଦ୍ୱାରଗଡ଼ ଦେଇକି ସେଇ ରାସ୍ତା ଦେଇକି ଆପଣଙ୍କୁ 1 କିଲୋମିଟର ଯିବାକୁ ପଡ଼ିବ। ଗଲା ପରେ ସେଇଠି ଯୋଉ ପୀଠ ପଡ଼ିବ ଦେବୀଙ୍କର ସେଇଟା ହଉଛି ମା କରଞ୍ଜେଇ ପୀଠ। ଆଉ ଏଇଠି ମା ଗୋଟେ କରଞ୍ଜ ଗଛ ମୂଳରେ ପୂର୍ବରୁ ପୂଜା ପାଉଥିଲେ। ତାପରେ ସେ ଗଛ କାଳକ୍ରମେ ନଷ୍ଟ ହେଇଯିବା ପରେ ସେଠି ଗୋଟେ ମନ୍ଦିର ସୁନ୍ଦର ମନ୍ଦିର ତିଆରି ହେଇଛି। ଆଉ ଏଇଠିର ବିଶେଷତା ହେଲା ଯେ ଏଇଠି ଆପଣ ପାଖରେ ମୟୂର ମାନଙ୍କୁ ଦେଖିବାକୁ ପାଇପାରିବେ। ଏଇଠି ମୟୂର ମାନେ ଏଇ ଯେ ପାଖ ଜଙ୍ଗଲ ଟିଏ ଅଛି ସେ ଜଙ୍ଗଲରେ ସେମାନେ ବାସ କରନ୍ତି। ଆଉ ଏଇଠିର ଲୋକମାନଙ୍କର ମଧ୍ୟରେ ଏତେ ମାଙ୍କ ପ୍ରତି ଭକ୍ତି ଫଳରେ ସେଇ ଯୋଉ ମୟୂର ଜାତୀୟ ପକ୍ଷୀ ତାକୁ ଏତେ ଶ୍ରଦ୍ଧା ଆଉ ସ୍ନେହ କରନ୍ତି ସେମାନେ ଆଉ ତାକୁ ବି ମାରନ୍ତି ନାହିଁ। ଆଉ ସେମାନଙ୍କର ଆପଣ ଯୋଉ ସମୟରେ ଗଲେ ମଧ୍ୟ ବି ଆପଣ ଶବ୍ଦ ବି ଶୁଣିପାରିବେ। ମୁଁ ବି ଶବ୍ଦ ଶୁଣି ପାରିଲି। ଆଉ ସେମାନେ ପୁଣି ସନ୍ଧ୍ୟା ସମୟ ହେଲେ ସେମାନେ ଆସନ୍ତି। କିନ୍ତୁ ଯେହେତୁ ମୋ ପାଖରେ ସମୟ ଟିକେ ଅଭାବ ଥିଲା ଆଉ ମୁଁ ଏଠି ଯାହା ସେମାନଙ୍କର ଯୋଉ ରାବିବା ଶବ୍ଦଟି ଶୁଣି ପାରିଲି। ଆଉ ସେ ପାଖରେ ମଧ୍ୟ ବସିଥିବା ଦୂରରେ କିନ୍ତୁ ଯେହେତୁ ମୋ ପାଖରେ ସେ ଫଟୋ ନେବା ପାଇଁ ସୁବିଧା ନଥିଲା ତ ଦେଖିବାକୁ ପାଇଥିଲି।